ओम नमो भगवते वासुदेवाय। नवमोऽध्याय। श्रीशुक उवाच। ଶୁଣହୋ ରାଜା ପରୀକ୍ଷିତ, ଏଅନ୍ତେ ଯେମନ୍ତ ଚରିତ। ଏକ ହିଁ ବ୍ରାହ୍ମଣ ଯେ ଥିଲେ, ନବକୁମାର ତାଙ୍କ ହେଲେ। ଅଙ୍ଗିରା ଗୋତ୍ରରୁ ସମ୍ଭୂତ, ହେବାରୁ ହୋଇଲା ବିଖ୍ୟାତ। ସେ ବିପ୍ର ସମଦମଦାନେ, ସମ୍ପୂର୍ଣ୍ଣ ଥିଲେ ଆତ୍ମଜ୍ଞାନେ। ପିତାର ଗୁଣ ଅନୁସାରେ, ହେଲେ ଯେ ସେ ନବକୁମାରେ। ତାର ଦ୍ୱିତୀୟା ନାରୀ ଠାରୁ, ପୁତ୍ରେକ ହୋଇଲା ସୁଚାରୁ। ଏହି ପୁତ୍ରଟି ଭାଗବତ, ଲୋକରେ ହୋଇଲା ବିଖ୍ୟାତ। ଏ ପୁତ୍ର ରାଜର୍ଷି ଭରତ, ଜନ୍ମିଲେ ଛାଡ଼ିନ ମୃଗତ୍ୱ। ଅପରେ ତାର ସହୋଦର, ଉତ୍ତମ ସାଧୁ ଶିଳବର। ସେ ସାଧୁ ସଙ୍ଗରୁ ରାଜନ, ତାର ହୋଇଲା ଦିବ୍ୟ ଜ୍ଞାନ। ଯେଣୁ କର୍ମ ବନ୍ଧ ଖଣ୍ଡନ, ଶ୍ରୀକୃଷ୍ଣ ନାମରେ ଶରଣ। ତାହା ଶୁଣାଇ ଅବିରତ, ପଦାର ବିନ୍ଦେ ଦେଇ ଚିତ। ପ୍ରଭୁର କୃପାରେ ରାଜନ, ପୂର୍ବ ଜନ୍ମର କଥା ମାନ। ସ୍ମରଣ ହୋଇଲା ତାହାରେ, ଅସାଧୁ ସଙ୍ଗକୁ ସେ ଡରେ। ଜଡ଼ ଉନ୍ନତ ଚିତ୍ତ ଧୀର, ହୋଇ ସେ ବ୍ରାହ୍ମଣ କୁମାର। ଅଶେଷ ଜ୍ଞାନେ ଶ୍ରେଷ୍ଠ ସେହି, କପଟ ଲୋକଙ୍କୁ ଦେଖାଇ। ତେବେ ହିଁ ପୁତ୍ର ଠାରେ ତାର, ସ୍ନେହୀ ହୋଇଲା ନୃପବର। ସୁସାଧୁ ଦେଖି ବିପ୍ରବର, ସଂସାର କଲା ସେ କୁମାର। ବେଦ ବିହିତ କ୍ରିୟା ମତେ, ଦଶ କର୍ମଙ୍କୁ ଯଥୋଚିତେ। କହିବା ଶୁଣ ନୃପବର, ସେ ଯେ ବ୍ରାହ୍ମଣର କୁମାର। ଶୌଚ ଆଚମନ ବିଧି, ବ୍ରାହ୍ମଣ କର୍ମ ଯେ ବାଦି। ଜାଣଇ ଆତ୍ମା ଅନୁମାନେ, ସକଳ ଶାସ୍ତ୍ରର ପ୍ରମାଣେ। ପୁତ୍ରର ଶୁଦ୍ଧ ମନ ଜାଣି, ସେ ଯେ ବ୍ରାହ୍ମଣ ଶିରୋମଣି। ଅତ୍ୟନ୍ତ ସ୍ନେହ ଭାବ ବହି, ମନ ଅର୍ପିଲା ତାର ତହିଁ। ଓଁକାର ଆଦି ବେଦ ସାର, ବ୍ୟାହୃତି ପ୍ରଣବ ଅକ୍ଷର। ସାବିତ୍ରୀ ମୂଳ ମନ୍ତ୍ର ସାର, ସକଳ ଦେଲେ ନୃପବର। ଯଜନ ଆଦି ଷଟ କର୍ମ, ଏ ଯେ ବ୍ରାହ୍ମଣ ନିଜ ଧର୍ମ। ଗୁରୁ ଶିଷ୍ୟ ସಮೇତେ ଯେତେ, ସବୁ କହିଲେ ଯଥୋଚିତେ। ପୁତ୍ର ସ୍ନେହରେ ବିପ୍ରବର, ଶିକ୍ଷା କରାନ୍ତି ନିରନ୍ତର। ଏମନ୍ତେ ଶୁଣି ନରନାଥ, ପୂର୍ଣ୍ଣ ହୋଇଲା ମନୋରଥ। ଅତି ସନ୍ତୋଷ ସେ ବ୍ରାହ୍ମଣ, କାଳର ହୋଇଲା ଅଧୀନ। ଏଥୁ ଅନ୍ତରେ ଦ୍ୱିଜ ସତୀ, ସେ ଯେ ଅଭାବ ଜଡ଼ମତି। ତାହାର ଶ୍ରେଷ୍ଠ ସହୋଦରେ, ସମର୍ପି ଦେଇ ସେ କୁମାରେ। ଆପଣା ପତିର ସଙ୍ଗତେ, ଚଳଇ ଆନନ୍ଦିତ ଚିତ୍ତେ। ଏମନ୍ତେ ପିତାର ଅନ୍ତରେ, ସେ ଯେ ବ୍ରାହ୍ମଣର କୁମାରେ। ଜଡ଼ ଯେ ତାହାଙ୍କ ସୋଦର, ତାହାଙ୍କୁ କଲେ ହତାଦର। ତାହାର ପ୍ରଭାବ ନ ଜାଣି, ଜଡ଼ର ପ୍ରାୟ ତାକୁ ମଣି। ଜଡ଼ ବଧିର ସେ ଉନ୍ନତ,
ଏମନ୍ତ ରୂପେ ଯେ ଭରତ ମୃଗ ସେ ନର ପଶୁ ଯେତେ ତାହାଙ୍କୁ ରଖାଇ ନିରତେ। ପର ଅଧୀନ ପ୍ରାୟ ହୋଇ ଲୋକର କାର୍ଯ୍ୟକୁ କରଇ ଲୋକ ଶ୍ରଦ୍ଧାରେ ଯାହା ଦେଇ ପରମ ସନ୍ତୋଷେ ଭୁଞ୍ଜଇ କେବେ ହେ ଇନ୍ଦ୍ରିୟ ପ୍ରୀତିରେ ପରଶ ନ କରି କାହାରେ ନିବୃତ ହୋଇ ସର୍ବଠାରେ ପରମ ଆନନ୍ଦ ଶରୀରେ ସର୍ବ ଦୁଃଖରେ ସମତାର ହୃଦେ ନ କରେ ଅହଙ୍କାର କଷ୍ଟେ ବରଷା ଶୀତ ତପ୍ତ ସକଳ ସହେ ସେ ଭରତ ଦିଶଇ ମହାମଣି ସମ ଶରୀର ଅତି ସ୍ଥୂଳ ପୀନ ଅତ୍ୟନ୍ତ ବ୍ରହ୍ମ ତେଜ ହୋଇ ଜଡ଼ର ପ୍ରାୟ ସେ ଭ୍ରମଇ ଆହାର ଆଦି ସର୍ବଠାରେ ସେ ଥାଇ ନିଷ୍ଠା ବ୍ୟବହାରେ ତଥାପି ଶୁଣ ହେ ରାଜନ ତାହାର ନିଜ ଭାତୃଗଣ କୃଷିର କ୍ଷଣ କର୍ମଠାରେ ନିଯୁକ୍ତ କରନ୍ତି ତାହାରେ ଭାତୃବଚନ ଅନୁମତେ କୃଷିର ଖଇ ଅବିରତେ ମୃଗ ବରାହଙ୍କୁ ନିବାରି ଥାଇ ଯେ ନିରତେ ଆବୋରି ଶୁଣ ହୋ ଅଭିମନ୍ୟୁ ବଳା ଏମନ୍ତେ କେତେ ଦିନ ଗଲା ବୃଷଳୀପତି ସେ ରାଜନ ପୁତ୍ର କାମରେ ହୋଇଛନ ଚଣ୍ଡୀର ସନ୍ତୋଷ କାରଣେ ସେ ନର ପଶୁ ସମ୍ପାଦନେ ସେ ନର ପଶୁ କେଣେ ଗଲା ତୋ ଅନୁଚର ଯେ ଜାଣିଲା ତାହାର ପଥ ଅନୁସାରେ ଧାଇଲେ ତାର ଅନୁଚରେ ନିଶି ଅନ୍ଧାର ମହାତମ ଖୋଜନ୍ତି ନାନା ଦେଶ ଗ୍ରାମ ପଶୁ ନ ପାଇ ଅନୁଚରେ ନିରାଶ ହୋଇଲେ ଅନ୍ତରେ ଗୃହକୁ କରନ୍ତେ ଗମନ ଦେଖିଲେ ବିପ୍ରଙ୍କ ନନ୍ଦନ ଏ ଅନନ୍ତରେ ନୃପମଣି ଜଡ଼ର ପ୍ରଭାବ ନ ଜାଣି ବନ୍ଧନ କରି ତତ୍କ୍ଷଣେ ସ୍ୱାମୀର କର୍ମ ସମ୍ପାଦନେ ଚଣ୍ଡିକା ଗୃହେ ପ୍ରବେଶିଲେ ସ୍ୱାମୀଙ୍କି ସମର୍ପଣ ଦେଲେ ସୁଗନ୍ଧ ଶୀତଳ ଜଳରେ ସ୍ନାନ କରାଇଣ ବିଧିରେ ଶୁଭ ନିର୍ମଳ ବସ୍ତ୍ର ଦେଲେ ନାନା ଭୂଷଣେ ସେ ମଣ୍ଡିଲେ ବିବିଧ ସ୍ୱାଦ ଦ୍ରବ୍ୟମାନ ତାହାଙ୍କୁ କରାଇ ଭୋଜନ ସୁଗନ୍ଧ ଧୂପ ଦୀପ ଦେଇ ମାଳାଏ କଣ୍ଠରେ ଲମ୍ବାଇ ମୃଦଙ୍ଗ ଶଙ୍ଖ ଘୋର ସ୍ୱନ କରାଇ ତହିଁ ସ୍ତବ ଗାନ ଏମନ୍ତେ ନାନା ବିଧି ମତେ ସ୍ଥାପିଲେ ଦେବୀର ଅଗ୍ରତେ ବୃକ୍ଷଳୀପତି ଏ ଅନ୍ତରେ ତୀକ୍ଷ୍ଣ ଖଡ଼ଗ ଘେନି କରେ ତାହାର ରୁଧିର ସେ ଦେଇ ଦେବୀ ସନ୍ତୋଷ ହେବା ପାଇଁ ଏମନ୍ତେ ଶୁଣ ହେ ରାଜନ ବୃଷଳେ ହୋଇ ମତି ଭ୍ରମ ଧନ ସମ୍ପଦେ ମୋହ ଭରି ଧର୍ମ ଅଧର୍ମ ନ ବିଚାରି ଈଶ୍ୱର ଅଂଶକୁ ନ ଧରେ ହିଂସା କରଇ ଯେ ତାହାରେ ଦାରୁଣ କର୍ମ ଏହାଙ୍କର ପ୍ରତ୍ୟକ୍ଷ ବିପ୍ରର କୁମାର ବିଷ୍ଣୁର କଳାବନ୍ତ ସେହି ତାହାକୁ କଦର୍ଯ୍ୟନ୍ତି ନେଇ ସେ ସର୍ବଭୂତେ ସମଞ୍ଚିତ ବିଷ୍ଣୁ ଜପଇ ଅବିରତ
ତାହାକୁ ପଶୁରେ ବିଚାରି ନିକଟେ ହୋଇ ଖଡ୍ଗଧାରୀ। ଏଥୁ ଅନ୍ତରେ ପରୀକ୍ଷିତ ବ୍ରାହ୍ମଣ ତେଜେ ଅପ୍ରମିତ ସୁନାଭି କରାଳ ନୃସିଂହ ତେଣୁ କଦର୍ଯ୍ୟ ଦେବୀ ଦେହ ତକ୍ଷଣେ କରାଳ ନୃସିଂହ ତେଣୁ କଦର୍ଯ୍ୟ ଦେବୀ ଦେହ ତକ୍ଷଣେ ଉଚାଟ ସେ ହୋଇ ଉଠିଲା ଅତି ତେଜ ବହି। ସେ ଦେବୀ ଚଣ୍ଡୀ ଭଦ୍ରକାଳୀ ଅତ୍ୟନ୍ତ ତେଜରେ ପ୍ରଜ୍ୱଳି ନେତ୍ର ଭ୍ରୁକୁଟି ଯୋଗେ ତାର ବଦନ ଦିଶେ ଭୟଙ୍କର। ଦନ୍ତ ଦିଶଇ ଯେ କରାଳ ଅରୁଣ ନୟନ ଯୁଗଳ ଅଟ୍ଟହାସ୍ୟରେ ଘୋର ସ୍ୱନ ପୂର୍ଣ୍ଣ ନୋହିଛି ଦେବୀ ମନ। ଧାଇଁଲେ ଅତି ଶୀଘ୍ରତରେ ପାପିଷ୍ଠ ମାନଙ୍କ ଉପରେ ତାହାଙ୍କ ହସ୍ତୁ ଖଡ୍ଗ ଘେନି ଶୁଣ ପରୀକ୍ଷ ନୃପମଣି ଶାଣିତ ଅଦିତୀକ୍ଷଣ ଧାର ତେଜିଲେ ତାହାଙ୍କର ଶିର। ପରମ ସନ୍ତୋଷ ସେ ହୋଇ ଆପଣା ଗଣ ସଙ୍ଗେ ନେଇ ରୁଧିର ସୁରା କରି ପାନ ଭୋଳେ ହୋଇଲେ ମନ ଛନ। ଦେବୀର ଯେତେ ପାରିଷଦ ଆନନ୍ଦେ କରି ଗୀତ ନାଦ ମସ୍ତକ ମାନ ଘଣ୍ଟ କରି ହରଷେ ବଜାନ୍ତି ବିହରି। ଶୁଣ ରାଜନ ସାବଧାନେ ଯେତେ ବୃଷଳ ପାପୀ ଜନେ ସାଧୁଙ୍କୁ କଲେ ପରମାଦ ଆପଣେ ନାସିଲେ ସମ୍ପଦ। ବିଷ୍ଣୁ ଭକତ ଯେତେ ନରେ ଦୟା କରନ୍ତି ସର୍ବଠାରେ ବୈରାଗ୍ୟ ହିଂସା ଦୂରେ ତେଜି ସେ ପାଦ ପଦ୍ମ ଯୁଗେ ଭଜି। ପରମ ହଂସ ଭାଗବତ ତାହାକୁ ରଖନ୍ତି ଅନନ୍ତ କହଇ ଦାସ ଜଗନ୍ନାଥ। ପଞ୍ଚମ ସ୍କନ୍ଧେ ଭାଗବତ ପ୍ରଭୁର ପାଦ ପଦ୍ମ ତଳେ ମୋ ମନ ରହିବ ନିଶ୍ଚଳେ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ ସଂହିତାୟା 82 ପଞ୍ଚମ ସ୍କନ୍ଧେ ଜଡ଼ ଭରତ ଚରିତେ ନାମ ନବମୋऽଧ୍ୟାୟ। ଓಂ ନମୋ ଭଗବତେ ବାସୁଦେବାୟ।